ରାଉରକେଲା ଟ୍ରାଫିକ୍ ବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଅଣାଯାଉଛି। ସହରର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏବେ ବିଭିନ୍ନ ଛକ ସ୍ଥାନରେ ଅଟୋ ସିଗ୍ନାଲ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଯାନବାହନ ଚଳାଚଳ ସହଜ ହୋଇଥିବା ବେଳେ ଦୁର୍ଘଟଣା ହାର ମଧ୍ୟ କମ୍ ରହୁଛି। ପୂର୍ବରୁ କେବଳ ଇନ୍ଦିରା ଗାନ୍ଧୀ ପାର୍କ ନିକଟ ଟ୍ରାଫିକ୍ ଟାୱାରରେ ଅଟୋ ସିଗ୍ନାଲ ସିଷ୍ଟମ ଥିଲା। ଏବେ ଡିଏଭି ଛକ ଏବଂ ଆମ୍ବାକାନ ଛକରେ ଅଟୋ ସିଗ୍ନାଲ ସିଷ୍ଟମ ଆରମ୍ଭ କରାଯାଇଛି। ତେବେ ଏହି ସିଷ୍ଟମରେ ଥିବା କେତୋଟି ତ୍ରୁଟି ବିଚ୍ୟୁତିକୁ ସତ୍ୟାନ୍ୟୁଜ ଚ୍ୟାନେଲ ମାଧ୍ୟମରେ ପ୍ରଶାସନର ନଜରକୁ ଅଣାଯାଇଥିଲା। ଡିଏଭି ଛକରେ ଚାରିପଟକୁ ଟାଇମ୍ ସେଟ୍ କାମ କରୁନଥିଲା। ସମ୍ବାଦ ପରିବେଷଣ ପରେ ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ଟ୍ରାଫିକ୍ କର୍ତ୍ତୃପକ୍ଷ ତୁରନ୍ତ ସିଷ୍ଟମକୁ ଠିକ୍ କରିନେଇଥିଲେ। ଏହାଛଡ଼ା ସହରର ଅନ୍ୟ ଛକ ସ୍ଥାନରେ ଲାଗିଥିବା ଅଟୋ ସିଗ୍ନାଲ ବ୍ୟବସ୍ଥାକୁ ଶୀଘ୍ର କାର୍ଯ୍ୟକ୍ରମ କଲେ ଟ୍ରାଫିକ୍ ବ୍ୟବସ୍ଥା ବହୁ ପରିମାଣରେ ସୁଧୁରିଯିବ ନେଇ ମତ ପ୍ରକାଶ ପାଇଛି। ସହରର ଟ୍ରାଫିକ୍ ସିଷ୍ଟମକୁ ସୁବ୍ୟବସ୍ଥିତ କରିବା ଲାଗି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ରାଉରକେଲା ପୋଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉଛି। ଆମେ ଗୁରୁବାର ଦିନ ଆପଣଙ୍କୁ ଦେଖେଇଥିଲୁ ରାଉରକେଲା ଡିଏଭି ଛକଠାରେ ଯେଉଁ ନୂତନ ଭାବରେ ଅଟୋ ସିଗ୍ନାଲ ଟ୍ରାଫିକ୍ରେ କରାଯାଇଛି ତାର ତ୍ରୁଟି ବିଶେଷ ଭାବରେ ଜଣେଇଥିଲେ ଆମକୁ। ଭଲ ପଦକ୍ଷେପ କେତେବେଳେ ହେଇଥିଲା ଯେମିତିକି ଟାଇମିଂ ସେଟ୍ ଯୋଉ ହେଇଛି ଗୋଟେ ପଟେ ଜଳୁଥିଲା ଅନ୍ୟ ଚାରିପଟେ ଅନ୍ୟ ତିନି ପଟେ ସେଟା ସେଟ୍ ହେଇନଥିଲା। ତା ଛଡା ଅନ୍ୟ କେତେ ତ୍ରୁଟି ମଧ୍ୟ ଥିଲା ଯେମିତିକି ଯେଠି ଟ୍ରାଫିକ୍ ପୋଲିସ କଣ୍ଟ୍ରୋଲ କରୁଥିଲେ ସେମାନେ ତ କଣ୍ଟ୍ରୋଲ କରୁଥିଲେ କିନ୍ତୁ ଅଟୋ ସିଗ୍ନାଲ ସିଷ୍ଟମ ଠିକ୍ ଭାବେ କାମ କରୁନଥିଲା। ତୁରନ୍ତ ଏହାର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଏବଂ ଟ୍ରାଫିକ୍ ପୋଲିସ ପଦକ୍ଷେପ ନେଇଥିଲେ ଏବଂ ସନ୍ଧ୍ୟା ସୁଦ୍ଧା ଠିକ୍ ହେଇଯାଇଥିଲା। ଚାରୋଟି ଛକ ଅଛି, ଚାରୋଟି ୱେ ଅଛି, ସେଠି କାମ କଲା ଲାଇଟିଂ ସିଷ୍ଟମ ଯୋଉଟା କି ପଏଣ୍ଟ ଟାଇମିଂ ପଏଣ୍ଟଟା କାମ କରେ। ତା ଛଡା ଆମେ କହିଥିଲୁ ଯେ କେବଳ ଡିଏଭି ଛକରେ ହେଇଛି 10ଟି ସହରରେ ଅନ୍ୟାନ୍ୟ 10ଟି ଟ୍ରାଫିକ୍ ସିଗ୍ନାଲ ପୋଷ୍ଟ ହେଇଥିଲା ବେଳେ ଡିଏଭି ଛକ ଏବଂ ଟ୍ରାଫିକ୍ ଟାୱାର ଏଇ ଦିଟା କାମ କରୁଛି, ଅନ୍ୟ ଗୋଟେ କାର୍ଯ୍ୟକ୍ଷମ କରୁନଥିଲା। ଯାହା ହଉ ତ୍ୱରିତ ପଦକ୍ଷେପ ନେଇଥିଲେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆଉ ଟ୍ରାଫିକ୍ ଡିପାର୍ଟମେଣ୍ଟ। ହନୁମାନ ବାଟିକା ଛକ, ଆମ୍ବାଗାନ ଛକ ଏ କିଛି ଜାଗାକୁ କାର୍ଯ୍ୟକାରୀ ସେମାନେ କରିଦେଇଥିଲେ। ଆଜି ଦିନରେ ବର୍ତ୍ତମାନ ସୁଦ୍ଧା ଡିଏଭି ଛକ, ଆମ୍ବାଗାନ ଛକ ଏବଂ ଟ୍ରାଫିକ୍ ଟାୱାର ତିନୋଟି ଅଟୋ ସିଗ୍ନାଲ କାମ କରୁଛି ଏବଂ ହନୁମାନ ବାଟି ଛକରେ ମଧ୍ୟ ଗତକାଲି କାମ କରୁଥିଲା। ଆଜି ତାକୁ ଟେଷ୍ଟିଂ ପୁଣି ଆଉଥରେ କରାଯାଉଛି। ତେଣୁ କୋଉଠି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ କରୁଛି କର୍ତ୍ତୃପକ୍ଷ କରୁଛନ୍ତି ସେଠି ଆଉଥରେ ତାକୁ ରେକ୍ଟିଫାଏ ମଧ୍ୟ କରାଯାଉଛି। ତେଣୁ ନୂତନ ଭାବରେ ଆରମ୍ଭ ହେଇଛି ଅଟୋ ସିଗ୍ନାଲ ସିଷ୍ଟମ ରାଉରକେଲାରେ। ସମୟ ଲାଗିବ, ଆମକୁ ତ୍ରୁଟି ବିଚ୍ୟୁତି ତ ନିଶ୍ଚିତ ଭାବରେ ସମୟ ଲାଗିବ, କିନ୍ତୁ ଏହା ଦ୍ୱାରା ନିଶ୍ଚିତ ଭାବରେ ଟ୍ରାଫିକ୍ କଣ୍ଟ୍ରୋଲ ହଉଛି। କାହିଁକିନା ଆପଣ ଦେଖନ୍ତୁ ଆମେ ଯୋଉ ଡିଏଭି ଛକରେ ଅଛୁ ଏବେ ଟ୍ରାଫିକ୍ ଥାଏ, ବାରମ୍ବାର ଦୁର୍ଘଟଣା ଘଟୁଥାଏ, କିନ୍ତୁ ଏବେ ଯୋଉ ଅଟୋ ସିଗ୍ନାଲ ସିଷ୍ଟମ ହେଇଯାଇଛି ତାହାର କିଛି କହିବାର ନାହିଁ। ଅଟୋ ସିଗ୍ନାଲ ହିସାବରେ ଗାଡି ରହୁଛି, ସେଇ ଅନୁସାରେ ଗାଡି ଯାଉଛି। ଆଉ ଯୋଉ ଛୋଟ ମୋଟ ରହିଯାଇଛି ତ୍ରୁଟି ବିଚ୍ୟୁତି ତାକୁ ସୁଧାରିବାକୁ ମଧ୍ୟ କର୍ତ୍ତୃପକ୍ଷ ଚେଷ୍ଟା କରୁଛନ୍ତି। ଯେମିତିକି ଅଟୋ ସିଗ୍ନାଲ ସିଷ୍ଟମରେ ଯୋଉ ଛକ ଗୁଡିକ କରିଥିଲେ ଯୋଉଠି ଦେଖୁଛନ୍ତି ଟାଇମିଂ ସେଟିଂ ସେଇ ତ୍ରୁଟି ବିଚ୍ୟୁତି ତାକୁ ବନ୍ଦ କରିକି ଆଉଥରେ ପୁଣି ସେଟ୍ କରିଛନ୍ତି। ତେଣୁ ଆଶା କରାଯାଉଛି ଆଗାମୀ ଦିନରେ ରାଉରକେଲା ସ୍ମାର୍ଟ ସିଟିର ଟ୍ରାଫିକ୍ ବ୍ୟବସ୍ଥା ନିଶ୍ଚିତ ଭାବରେ ସୁବ୍ୟବସ୍ଥିତ ହେବ ଏବଂ ଏଥିପାଇଁ ଯୋଉ ପ୍ରୟାସ ଜାରି ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ଟ୍ରାଫିକ୍ ଡିପାର୍ଟମେଣ୍ଟ ରାଉରକେଲା ପୋଲିସ ନିଶ୍ଚିତ ଭାବରେ ସକ୍ସେସ୍ ହେବ। ରାଉରକେଲାରୁ କ୍ୟାମେରା ପର୍ସନ ଗଣେଶ ସହିତ ସତ୍ୟାନନ୍ଦ ମହାନ୍ତ।